ତୃତୀୟ ପର୍ଯ୍ୟାୟରେ ବାଦ୍ ପଡ଼ିବେ ଏହିସବୁ ମହିଳା। କେତେ ମହିଳାଙ୍କୁ ମିଳିବ ଟଙ୍କା? ସୁନ୍ଦରଗଡ଼ରୁ ସୁଭଦ୍ରା ଯୋଜନା। ଆସନ୍ତା 24 ତାରିଖରେ ସୁଭଦ୍ରା ଯୋଜନାର ତୃତୀୟ ପର୍ଯ୍ୟାୟ ଟଙ୍କା ପଠାଇବେ ରାଜ୍ୟ ସରକାର। ସୁନ୍ଦରଗଡ଼ରେ ଏକ କାର୍ଯ୍ୟକ୍ରମ ଜରିଆରେ ମହିଳା ହିତାଧିକାରୀଙ୍କ ଆକାଉଣ୍ଟକୁ ଏହି ଟଙ୍କା ପଠାଯିବ। ଅନେକ ମହିଳା ପ୍ରଥମ କିସ୍ତିର 5,000 ଟଙ୍କା ପାଇବାରୁ ଏବେ ବି ବଞ୍ଚିତ ରହିଛନ୍ତି। ତେଣୁ ତୃତୀୟ ପର୍ଯ୍ୟାୟରେ ଅଧିକାଂଶ ମହିଳାଙ୍କୁ ଏଥିରେ ସାମିଲ କରାଯିବ ବୋଲି ଆଶା କରାଯାଉଛି। ଏହା ପରେ ମଧ୍ୟ ଅନେକ ମହିଳା ଏହି ତାଲିକାରୁ ବାଦ୍ ପଡ଼ିପାରନ୍ତି। କାରଣ ତୃତୀୟ ପର୍ଯ୍ୟାୟରେ ପ୍ରାୟ 20 ଲକ୍ଷରୁ ଅଧିକ ମହିଳାଙ୍କ ଆକାଉଣ୍ଟକୁ ଟଙ୍କା ପଠାଯିବ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ଆସନ୍ତା 24 ତାରିଖରେ ତୃତୀୟ ପର୍ଯ୍ୟାୟରେ ସୁଭଦ୍ରା ଯୋଜନାର ପ୍ରଥମ କିସ୍ତି ପଠାଇବେ ସରକାର। ସୁନ୍ଦରଗଡ଼ରେ ଏକ କାର୍ଯ୍ୟକ୍ରମ ଜରିଆରେ ଏହି ଟଙ୍କା ବଣ୍ଟନ କରାଯିବ। ତେବେ ଯେଉଁ ମହିଳା ହିତାଧିକାରୀମାନେ ଯୋଗ୍ୟ ଭାବରେ ବିବେଚିତ ହୋଇଥିବେ, ସେମାନଙ୍କୁ ତୃତୀୟ ପର୍ଯ୍ୟାୟରେ ପ୍ରଥମ କିସ୍ତି ଟଙ୍କା ପଠାଯିବ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ତେବେ ଏହି ପର୍ଯ୍ୟାୟରେ ପ୍ରାୟ 20 ଲକ୍ଷରୁ ଅଧିକ ମହିଳାଙ୍କ ଆକାଉଣ୍ଟକୁ ସୁଭଦ୍ରା ଟଙ୍କା ପଠାଯିବା ନେଇ ଆଶା କରାଯାଉଛି। ରାଜ୍ୟର ମହିଳା ମାନଙ୍କୁ ସମ୍ମାନ ଜଣାଇ ଏହି ଟଙ୍କା ପଠାଇବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର। ସୁନ୍ଦରଗଡ଼ରେ ନିଜେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉପସ୍ଥିତ ରହି ଏକ କାର୍ଯ୍ୟକ୍ରମକୁ ରୂପାୟନ କରିବେ ବୋଲି ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ଯେଉଁମାନଙ୍କ ବ୍ୟାଙ୍କ ଆକାଉଣ୍ଟରେ କୌଣସି ସମସ୍ୟା ରହିଛି କିମ୍ବା ଅନ୍ୟାନ୍ୟ କାରଣରୁ ରିଜେକ୍ଟ ହୋଇଥିବା ମହିଳା ହିତାଧିକାରୀଙ୍କ ନାମ ତାଲିକା ପ୍ରତ୍ୟେକ ପଞ୍ଚାୟତକୁ ପଠାଯିବ। ତେବେ ଭିଡ଼ ନ କରି ସୁଧାର ଆଣିପାରିଲେ ତୃତୀୟ ପର୍ଯ୍ୟାୟରେ ମଧ୍ୟ ସେମାନଙ୍କୁ ସାମିଲ କରାଯାଇପାରିବ ବୋଲି କହିଛନ୍ତି ଶ୍ରୀମତୀ ପରିଡ଼ା। 20 ଲକ୍ଷ ମହିଳା ଏହି ପର୍ଯ୍ୟାୟରେ ସୁଭଦ୍ରା ଟଙ୍କା ପାଇବେ ବୋଲି ଆଶା କରାଯାଉଛି। ଏହାପରେ ମଧ୍ୟ ଅନେକ ମହିଳା ଯୋଜନାରୁ ବାଦ୍ ପଡ଼ିପାରନ୍ତି। ଏହା ସହିତ ପୁଣି ଥରେ ଅନେକ ମହିଳା ତାଲିକାରୁ ବାଦ୍ ପଡ଼ିପାରନ୍ତି ବା ସେମାନଙ୍କ ନାମ ରିଜେକ୍ଟ ହୋଇପାରେ। ତେବେ ଏହି ତାଲିକାରେ ନିଜ ନାମ ଅଛି କି ନାହିଁ ତାହା ଜାଣିବାକୁ ଅନେକ ମହିଳା ଦ୍ୱନ୍ଦ୍ୱରେ ପଡ଼ିଯାଇଛନ୍ତି। ତେଣୁ ଖୁବ ଶୀଘ୍ର ପ୍ରତ୍ୟେକ ପଞ୍ଚାୟତକୁ ମହିଳା ହିତାଧିକାରୀମାନଙ୍କ ରିଜେକ୍ସନ ଲିଷ୍ଟ ପଠାଇ ଦିଆଯିବ। ମହିଳା ହିତାଧିକାରୀ ସ୍ଥାନୀୟ ପଞ୍ଚାୟତ ଅଫିସରୁ ଏହି ତାଲିକା ପାଇପାରିବେ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ। ତେବେ ସୁଭଦ୍ରା ଯୋଜନା ପାଇଁ ଫର୍ମ ରିଜେକ୍ଟ ହୋଇଥିବା ମହିଳାମାନଙ୍କ ନାମ ଏହି ତାଲିକାରେ ଉଲ୍ଲେଖ କରାଯିବ। ହସାନୁ ମଣିପୁରର ଅଣାୟତ୍ତ ଅବସ୍ଥା। 7 ଜିଲ୍ଲାରେ ଇଣ୍ଟରନେଟ ବନ୍ଦ କର୍ଫ୍ୟୁ ଜାରି। ମଣିପୁରରେ ହିଂସା ପୁଣି ଥରେ ଫେରିଛି। ଉତ୍ତ୍ୟକ୍ତ ଲୋକେ ମୁଖ୍ୟମନ୍ତ୍ରୀ ଏନ ବୀରେନ ସିଂଙ୍କ ବ୍ୟକ୍ତିଗତ ବାସଭବନରେ ମଧ୍ୟ ଆକ୍ରମଣ କରିଛନ୍ତି। ଭିଡ଼କୁ ଏଡ଼ାଇବା ପାଇଁ ପୋଲିସକୁ ଲୁହବୁହା ଗ୍ୟାସ ପ୍ରୟୋଗ କରିବାକୁ ପଡ଼ି। ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ ନିକଟରେ ରାଜ୍ୟ ସରକାର ଇମ୍ଫାଲରେ କର୍ଫ୍ୟୁ ଲାଗୁ କରିଛନ୍ତି। ଏଠାରେ 3 ଜଣଙ୍କ ହତ୍ୟା ପରେ ଆରମ୍ଭ ହୋଇଥିବା ପ୍ରତିବାଦକୁ ଦୃଷ୍ଟିରେ ରଖି 6ଟି ଜିଲ୍ଲାରେ ଇଣ୍ଟରନେଟ ସେବା ବନ୍ଦ କରାଯାଇଛି। ବିକ୍ଷୋଭକାରୀମାନେ ଇମ୍ଫାଲରେ 2 ମନ୍ତ୍ରୀ ଏବଂ 3 ଜଣ ବିଧାୟକଙ୍କ ଘରେ ଆକ୍ରମଣ କରିଥିଲେ। ନଭେମ୍ବର 18ରେ ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି। ଆଗକୁ 2 ଦିନ ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି। ଆଜି ସୋମବାର ଦିନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ବନ୍ଦ ରହିବ। ଆଜି 18 ତାରିଖ ଓ 25 ତାରିଖ 2 ଦିନ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ। ଏହି 2 ଦିନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅଭିଯୋଗ ଶୁଣାଣି କରିବେ ନାହିଁ। ଏନେଇ ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ସୂଚନା ଜାରି କରାଯାଇଛି। ତେବେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣିର ପରବର୍ତ୍ତୀ ତାରିଖ ବାବଦରେ ଆଗକୁ ସୂଚିତ କରାଯିବ ବୋଲି କୁହାଯାଇଛି। ସୂଚନାଯୋଗ୍ୟ ଯେ ବାତ୍ୟା ଦାନା ପାଇଁ ଗତ ମାସ 28 ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ବନ୍ଦ ରଖାଯାଇଥିଲା। ତାପରେ ନଭେମ୍ବର 4 ଓ 11 ତାରିଖରେ ମଧ୍ୟ ଶୁଣାଣି ବନ୍ଦ ରହିଥିଲା। ଦୀର୍ଘ ବର୍ଷ ଧରି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ବନ୍ଦ ରହିଥିବା ବେଳେ ରାଜ୍ୟରେ ବିଜେପି ସରକାର କ୍ଷମତାକୁ ଆସିବା ପରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ୟୁନିଟ ସ୍ଥିତ ସରକାରୀ ବାସଭବନରେ ନିୟମିତ ଭାବେ ଅଭିଯୋଗ ଶୁଣାଣି କରୁଛନ୍ତି। ଖସୁଛି ପାରଦ ବଢ଼ୁଛି ଶୀତ। ହାଡ଼ଭଙ୍ଗା ଜାଣ୍ଡରେ ଥରୁଛି ମୟୂରଭଞ୍ଜ। ହାଡ଼ଭଙ୍ଗାରେ ଶୀତରେ ଥରୁଛି ମୟୂରଭଞ୍ଜ। ମୟୂରଭଞ୍ଜ ଜିଲ୍ଲାରେ ତଳମୁହାଁ ପାରଦ ଯେତିକି ଖସୁଛି ପାରଦ ସେତିକି ବଢ଼ୁଛି ଶୀତ। ଉପର ବାରକାମୁଡାରେ ସର୍ବନିମ୍ନ ତାପମାତ୍ରା 8 ଡିଗ୍ରୀ ରେକର୍ଡ କରାଯାଇଛି। ଗତକାଲି ମଧ୍ୟ ସର୍ବନିମ୍ନ ତାପମାତ୍ରା 8 ଡିଗ୍ରୀ ରେକର୍ଡ କରିଥିଲା ବନ ବିଭାଗ। ସମୁଦ୍ର ପତନ ଠାରୁ 1100 ମିଟର ଉଚ୍ଚତାରେ ଶିମିଳିପାଳ ବାରୁ ଏଠାରେ ଅଧିକ ଶୀତ ଅନୁଭୂତି ହେଇଥାଏ। ପ୍ରବଳ ଥଣ୍ଡା ସତ୍ତ୍ୱେ ବି ବନ ବିଭାଗ କର୍ମଚାରୀ ଦିନରାତି ଏକ କରି ପାଟ୍ରୋଲିଂ କଡ଼ାକଡ଼ି କରିଛନ୍ତି। ସେହିପରି କରଞ୍ଜିଆ ଉପଖଣ୍ଡର କରଞ୍ଜିଆ, ସୁକୁଲି, ଯଶୀପୁର, ଠାକୁରମୁଣ୍ଡା ଏବଂ ରରୁଆ ଅଞ୍ଚଳରେ ମଧ୍ୟ ଶୀତ ଅନୁଭୂତ ହେଉଛି। ତେବେ ହାଡ଼ଭଙ୍ଗା ଶୀତ ଯୋଗୁଁ କିଛି ସ୍ଥାନରେ ଶୀତ ବସ୍ତ୍ର ପିନ୍ଧିଲେ ବି ଠିକ ସେ କାମ ଦେଉନାହିଁ, ଯାହା ଫଳରେ ଲୋକମାନେ ବାଧ୍ୟ ହେଇ ଘଣ୍ଟା ଘଣ୍ଟା ଧରି ନିଆଁ ଜାଳି ବସି ରହୁଛନ୍ତି। ହାଡ଼ ଭଙ୍ଗା ଶୀତ ପାଇଁ ସକାଳ ଏବଂ ସନ୍ଧ୍ୟାରେ ରାସ୍ତାଘାଟ ଶୂନଶାନ ହେଇଯାଉ। ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ। ଜୟଙ୍କୁ ମିଳିଲା ବଡ଼ ସମ୍ମାନ। ଓଡ଼ିଆ ସିନେମାରେ କମେଡିର ଚିତ୍ରଶିଳ୍ପୀ ଓଡ଼ିଆ ସିନେମା ଜଗତର ବର୍ଷୀୟାନ କଳାକାରଙ୍କୁ ସମ୍ମାନିତ କରାଯାଇଛି। ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ ସମାରୋହରେ ଓଡ଼ିଆ ସିନେମାକୁ ନୂଆ ପରିଚୟ ଦେଇଥିବା କିମ୍ବଦନ୍ତୀଙ୍କୁ ମିଳିଛି ଉଚିତ ସମ୍ମାନ। ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନରେ ଓଡ଼ିଆ ସିନେମାର ସର୍ବଶ୍ରେଷ୍ଠ ହାସ୍ୟ ଅଭିନେତା ଜହିରାମ ସାମଲଙ୍କୁ ପୁରସ୍କୃତ କରାଯାଇଛି। ସିନେମାରେ କମେଡିର ଚିତ୍ରଶିଳ୍ପୀ କୁହାଯାଉଥିବା ଜହିରାମ ସାମଲଙ୍କୁ ଜୀବନବ୍ୟାପୀ ସାଧନା ପାଇଁ ପୁରସ୍କୃତ କରାଯାଇଛି। ଜହିରାମ ସାମଲଙ୍କ ବ୍ୟତୀତ ଅନନ୍ତ ମହାପାତ୍ରଙ୍କ ମୋହନ ସୁନ୍ଦର ଦେବ ଗୋସ୍ୱାମୀ ପୁରସ୍କାରରେ ସମ୍ମାନିତ କରାଯାଇଛି। ସେହିପରି ଶ୍ରୀନିବାସ ମହାପାତ୍ରଙ୍କୁ ମଧ୍ୟ ଏହି ସମ୍ମାନରେ ସମ୍ମାନିତ କରିଛି ଓଡ଼ିଆ ସିନେ ଜଗତ।
2021 ବର୍ଷ ପାଇଁ ଶ୍ରୀନିବାସଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି। କାର୍ଯ୍ୟକ୍ରମରେ ରାଜ୍ୟପାଳ ଶ୍ରୀ ରଘୁବର ଦାସ, ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ଏବଂ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଉପସ୍ଥିତ ରହି ଓଡ଼ିଆ ସିନେମାର ମହାନ ରଥୀମାନଙ୍କୁ ସମ୍ମାନିତ କରିଛନ୍ତି। 2020, 2021 ଏବଂ 2022 ବର୍ଷ ପାଇଁ ଏହି ପୁରସ୍କାର ପ୍ରଦାନ କରାଯାଇଛି। 2020 ମସିହାର ଶହୀଦ ରଘୁ ସର୍ଦ୍ଦାର, 2021 ପାଇଁ ପ୍ରତୀକ୍ଷା ଏବଂ ଡାଲଚିନିକୁ ଶ୍ରେଷ୍ଠ ପୁରସ୍କାର ଭାବରେ ପୁରସ୍କାର ପ୍ରଦାନ କରାଯାଇଛି। ସେହିପରି 2022 ମସିହାରେ ଦମନ ଶ୍ରେଷ୍ଠ ପୁରସ୍କାର ସମ୍ମାନରେ ପୁରସ୍କୃତ ହୋଇଛି। ଆସନ୍ତା 20 ଓ 22ରୁ ବରଗଡ଼ ଏବଂ ସମ୍ବଲପୁରରେ ଧାନ ସଂଗ୍ରହ କାର୍ଯ୍ୟକ୍ରମ ଆରମ୍ଭ। ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ଏବଂ ଶକ୍ତି ମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ ଆଜି ଲୋକସେବା ଭବନରେ ଚଳିତ ବର୍ଷ ଖରିଫ ଋତୁ ପାଇଁ ଧାନ ସଂଗ୍ରହ ବ୍ୟବସ୍ଥା ନେଇ ମନ୍ତ୍ରୀ ଓ ସଚିବସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ଧାନ ସଂଗ୍ରହ ନିମନ୍ତେ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଧାନ ସଂଗ୍ରହ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରାଯିବା ସହ ସମସ୍ତ ପ୍ରକାର ଅନିୟମିତତା, ଦଲାଲି, କଟନୀ ଛଟନୀକୁ ବନ୍ଦ କରି ଚାଷୀଙ୍କୁ ସେମାନଙ୍କ ଫସଲର ଉଚିତ ମୂଲ୍ୟ ପ୍ରଦାନ ଉପରେ ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ ଗୁରୁତ୍ୱ ଦେଇଛନ୍ତି। ଏହି ମାସ 20 ଓ 22 ତାରିଖରୁ ବରଗଡ଼ ଓ ସମ୍ବଲପୁରରୁ ଧାନ ସଂଗ୍ରହ ଆରମ୍ଭ ହେଉଛି। ପ୍ରଥମ ଥର ପାଇଁ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ଉପରେ 800 ଟଙ୍କା ଅଧିକ ଦିଆଯାଉଛି। ଏହାର ବଣ୍ଟନ ମାନ୍ୟବର ଜିଲ୍ଲାର ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଆସନ୍ତା 8 ତାରିଖରେ ବରଗଡ଼ ଜିଲ୍ଲା ସୋହେଲାରୁ ଆରମ୍ଭ ହେବ। ଡିସେମ୍ବର ମାସ 7 ତାରିଖ ସୁଦ୍ଧା ମଣ୍ଡିରେ ଧାନ ଦେଇଥିବା ସମସ୍ତ ଚାଷୀ ଏକାଥରକେ କୁଇଣ୍ଟାଲ ପିଛା 800 ଟଙ୍କା ପାଇବେ।